ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ନିଃଶୁଳ୍କ ଲାପଟପ୍ ଯୋଜନା। ଏହି ଯୋଜନାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷାରେ ସଶକ୍ତ କରି ଉଚ୍ଚ ଶିକ୍ଷାରେ ସହାୟତା କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ ପଦକ୍ଷେପ। ଚାଲନ୍ତୁ ଜାଣିବା କେମିତି ବା କେଉଁ ଉପାୟରେ ଆପଣ ପାଇପାରିବେ ଲାପଟପ୍। ଓଡ଼ିଶାର ଅଧିବାସୀ ହୋଇଥିବେ, ଆଧାର କାର୍ଡ କିମ୍ବା ଆବାସିକ ପ୍ରମାଣପତ୍ର ଥିବା ଦରକାର। ଶତକଡ଼ା 40%ରୁ ଅଧିକ ଦୃଷ୍ଟିବାଧିତ ପ୍ରମାଣପତ୍ର ବା UDID ଥିବା ଆବଶ୍ୟକ। ଯୁକ୍ତ 2 ପରେ ଉଚ୍ଚଶିକ୍ଷା ଯଥା ଅନୁସ୍ନାତକ, ସ୍ନାତକୋତ୍ତର, MPhil, PhD, ଆଇନ, ମ୍ୟାନେଜମେଣ୍ଟ, ମେଡିସିନ ଓ ଟେକ୍ନୋଲୋଜିରେ ପାଠ ପଢୁଥିବା ଦରକାର। ପୂର୍ବରୁ ଏହି ଯୋଜନାରେ ଲାପଟପ୍ ପାଇନଥିବା ଛାତ୍ରଛାତ୍ରୀ ମଧ୍ୟ ଆପ୍ଲାଏ କରିପାରିବେ। ଆବେଦନ କେମିତି କରିବେ ଚାଲନ୍ତୁ ଜାଣିବା। ଆବେଦନ କରିବାକୁ ହେଲେ ଆପଣ ସିଧାସଳଖ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୱେବସାଇଟ୍ www.ssepd.gov.in ରେ ସିଧାସଳଖ ଭାବେ ଆବେଦନ କରିପାରିବେ।